ନାଇଁ ମୁଁ ଏଇ ବସିଥିଲି କ'ଣ କରିବି ଆଉ ପପାକୁ କଲ୍ କରିଦେଲି ଆଉ କ'ଣ କରିଥିଲେ? ହଁ ନାଇଁ ମୁଁ ଏଇ ବସିଥିଲି ଯାଇଛନ୍ତି ଆଜି ଇଲେକ୍ଟ୍ରି ଅଫିସ୍ ତ କ'ଣ ଲାଇନ୍ ବାର କଟୁଛି। ହଁ ଆସିଲେ ଖାଇବା ପିଇବା ହବ ଆଉ। ମୁଁ କହିଲି ଆଉ ଅପା କ'ଣ କହୁଥିଲି ଆଉ ନେହାର ବାହାଘର ପ୍ରସ୍ତାବ କ'ଣ ପଡ଼ିଛି କେଉଁଠି କେତେଟା ଆଡ଼େ ଆସିଛି? 4ଟା ଆଡ଼େ? ଓହୋ ଆଉ ପୁଅ କ'ଣ କରୁଛି? କ୍ୟାମେରାମ୍ୟାନ୍ ଯେଉଁ ଫଟୋ ଉଠାନ୍ତି? ଓହୋ କ'ଣ ପ୍ରାଇଭେଟ୍ ଚାକିରି ବା? ଓହୋ ଆଉ ମାସକୁ କେତେ ଟଙ୍କା? ବର୍ଷକୁ 20 ଲକ୍ଷ? ନାଇଁ ମ ବାପା ଯାହା ହେଲେ ପ୍ରାଇଭେଟ୍ ଚାକିରି ନା ଗଭର୍ଣ୍ଣମେଣ୍ଟ ଚାକିରି ହେଇଥିଲେ ଭଲ ହେଇଥାନ୍ତା ଆଉ। ଓହୋ ଡିମାଣ୍ଡ ଫିମାଣ୍ଡ କିଛି ମାଗୁନାହାନ୍ତି? ତାହେଲେ ପୁଅ ସୁନ୍ଦର ହେଇନଥିବ ତ ସେଇଥିଲାଗି ଡିମାଣ୍ଡ ମାଗୁନାହାନ୍ତି ଆଉ। ସୁନ୍ଦର ଅଛି ତାହେଲେ ତାର କିଛି ଏପଟ ସେପଟ ଥିବ ଯାହା ଫଳରେ ଡିମାଣ୍ଡ ମାଗୁନାହାନ୍ତି। ଭଲ ହେଇଥିଲେ ତ ଡିମାଣ୍ଡ ମାଗିଥାନ୍ତେ। ମାସକୁ 2 ଲକ୍ଷ? ବାପରେ ଯାଇକି ଆମେରିକାରେ ରହିବ? ଓହୋ ନାଇଁ ଆମ ଝିଅର ସିଏ ଗୋଟେ ଗଭର୍ଣ୍ଣମେଣ୍ଟ ଚାକିରିଆକୁ ଦେଖିଛୁ। ସିଏ ମାସକୁ କେତେ 25,000 ଟଙ୍କା ଇନକମ୍ କରୁଛି। ଯାହା ହେଲେ ପ୍ରାଇଭେଟ୍ ନା ଆଉ ଗଭର୍ଣ୍ଣମେଣ୍ଟ ନା। ଗଭର୍ଣ୍ଣମେଣ୍ଟରେ ତ ପର୍ମାନେଣ୍ଟ ଚାକିରି ଥାଏ ଆଉ ପ୍ରାଇଭେଟ୍ ଆଜି ଅଛି କାଲିକୁ ନାହିଁ। ହଁ ବା ହଉ ତାହେଲେ ତମେ କରିଦିଅ ଗୋଟେ କାମ କର ସେଇଠି ନହେଲେ କରେଇଦିଅ। ଯାହା ହେଲେ ତମ ଝିଅ କ'ଣ ମୋ ଝିଅ ତ ସେଇ ଏକା ଗୋଟେ ଆଉ। ଯାହାହେଲେ ମୋ ଝିଅ ଆମେରିକାରେ ରହିଲେ ମୋତେ ଗର୍ବ ଲାଗିବନି, ମୋତେ ଖୁସି ଲାଗିବନି? ସିଏ ବି ମୋ ଝିଅ ନା ନାହିଁ? ହଉ ଅପା ହଉ ତାହେଲେ ଇଏ ଆସିଲେଣି ମୁଁ ରଖୁଛି। ଗୋଟେ କାମ କରୁ ତୁ ତୋ ମନ ପସନ୍ଦର ବାହା ହେଇଯା। ମୁଁ ତୋ ପାଇଁ ବାହାଘର ଦେଖିପାରିବିନି, ତୁ କାହାକୁ ଭଲ ପିଇକି ବାହା